ଘରେ ତ ଆପଣମାନେ ବହୁତ ପ୍ରକାର ପରଟା ବନାଉଥିବେ, କିନ୍ତୁ ଶୀତ ଦିନ ଆସିଲେ ଏହି ଗରମ ଗରମ ମୂଳା ପରଟାର ମଜା କିଛି ନିଆରା ଥାଏ। ଛୋଟ ପିଲାମାନେ ତ ମୂଳା ଖାଇବା ପାଇଁ ପସନ୍ଦ କରନ୍ତିନି, ବଡ଼ ଲୋକ ବି ପସନ୍ଦ କରନ୍ତିନି, କିନ୍ତୁ ଏହି ମୂଳା ପରଟା ନା ସମସ୍ତେ ଖୁସିରେ ଖାଇ ନେବେ। ଆଉ ପରଟା ଏତେ ସ୍ୱାଦିଷ୍ଟ ବନିବ, ଗୋଟେ ଜାଗାରେ ଦୁଇଟି ଖାଇବେ। ନମସ୍କାର, ପ୍ରତିଦିନ ରୋଷେଇକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆପଣମାନଙ୍କୁ ଅନୁରୋଧ ରହିଲା, ଯଦି ଚ୍ୟାନେଲରେ ନୂଆ ଅଛନ୍ତି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ପ୍ରଥମେ ଆମେ କ'ଣ କରିବା ନା ପରଟା ପାଇଁ ଅଟା ଚକଟି ନେବା। ମୁଁ ଏଠି ଗହମ ଅଟାର ବ୍ୟବହାର କରୁଛି। ଆପଣ ଯଦି ଚାହିଁବେ ଅଧା ମଇଦା ଅଧା ଅଟା ନେଇକି ମଧ୍ୟ ଚକଟି ପାରିବେ। ସ୍ୱାଦ ହିସାବରେ ଲୁଣ ଦେବେ। ଲୁଣ ଦେଇ ସାରିଲା ପରେ ଆକୁ ଆପଣ କ'ଣ କରିବେ ନା ଟିକେ ମିଶାଇ ନେବେ। ତାପରେ ଏଠି ଅଳ୍ପ ଅଳ୍ପ ପାଣି ଦେବେ। ପାଣି ଦେଇକି ଯେମିତି ଆପଣ ପରଟା ପାଇଁ ଅଟା ଚକଟନ୍ତି ସେମିତି ଚକଟି ନେବେ। ବେଶୀ ଟାଣ କରିବେନି ନା ବେଶୀ ନରମ କରିବେନି। ଦେଖିପାରୁଥିବେ ମୁଁ ଏଠି ପାଣି ଦେଇକି ଭଲସେ ଚକଟି ନେଇଛି। ଏବେ ଆମେ କ'ଣ କରିବା ନା ଟିକେ ଭଲ ନରମ ବନେଇବା ପାଇଁ ଅଧା ଚାମଚ ରିଫାଇନ୍ ତେଲ ଦେବା। ତେଲ ଦେଇ ସାରିଲା ପରେ ଆକୁ ଆପଣ କ'ଣ କରିବେ ନା ଚିକଣ ସେ 1ରୁ 2 ମିନିଟ୍ ଯାଏ ଚକଟି ନେବେ। ତାପରେ କଭର୍ କରିନେବେ। କଭର୍ କରିକି 10 ମିନିଟ୍ ରେଷ୍ଟ ହେବା ପାଇଁ ଛାଡ଼ିଦେବେ। ଚାଲନ୍ତୁ ତା ଭିତରେ ନେକ୍ସଟ ପ୍ରିପାରେସନ୍ କରିବା। ମୂଳା ପରଟା ବନେଇବା ପାଇଁ ମୁଁ ଏଠି 3ଟି ମୂଳା ନେଇଛି। ମୂଳାକୁ ପ୍ରଥମେ ଆପଣ କ'ଣ କରିବେ ନା ଚୋପାକୁ ଛଡ଼େଇ ନେବେ। ଛଡ଼େଇ ନେଇ ସାରିଲା ପରେ ଯେମିତି କଦୁକସ ଆସେ ନା ଗ୍ରେଟର ସାହାଯ୍ୟରେ କ'ଣ କରିବେ ନା ଭଲସେ ଗ୍ରେଟ୍ କରିନେବେ। ଏଠି ଯେଉଁ ଆପଣ ଗ୍ରେଟ୍ କରିବେ ବେଶୀ ବଡ଼ ପଟେ ଗ୍ରେଟ୍ କରିବେନି ନା ବେଶୀ ଛୋଟ ପଟେ ଗ୍ରେଟ୍ କରିବେନି, ମିଡ଼ିୟମ୍ ପଟେ ଗ୍ରେଟ୍ କରିବେ। ଯଦି ବଡ଼ ପଟେ ଗ୍ରେଟ୍ କରିବେ ତାହେଲେ ବଡ଼ ବଡ଼ ବାହାରିବ, ଆଉ ଛୋଟ ପଟେ ଯଦି ଗ୍ରେଟ୍ କରିବେ ନା ଅଧିକା ପାଣି ବାହାରିବ। ତାପରେ କ'ଣ କରିବେ ନା ଅଧା ଚାମଚ ଲୁଣ ଦେଇଦେବେ ସ୍ୱାଦ ହିସାବରେ। ଲୁଣ ଦେଇ ସାରିଲା ପରେ ଆକୁ ଆପଣ ଟିକେ ନା କ'ଣ କରିବେ ନା ମିଶାଇ ନେବେ। ମିଶାଇ ସାରିଲା ପରେ ଏମିତି 5 ମିନିଟ୍ ଛାଡ଼ିଦେବେ। ମୂଳରେ ଯେଉଁ ଏକ୍ସଟ୍ରା ପାଣି ଥିବ ନା ପାଣି ବାହାରିଯିବ, ଯାହାଫଳରେ ଆପଣଙ୍କ ପରଟା ପୁରା ପରଫେକ୍ଟ ବନିବ। ଜମା ପାଣିଆ ଟାଇପ୍ର ବନିବନି ନା ଚିପକା ଚିପକା ଟାଇପ୍ର ବନିବନି। 5 ମିନିଟ୍ ପରେ ଆପଣ କଭର୍କୁ କାଢ଼ି ନେବେ। ଆଉ ଆପଣ ଯଦି ଚାହିଁବେ ମୂଳାକୁ ଏମିତି ହାତରେ ଚୁପୁଡ଼ି ନେବେ। ଯଦି ଚୁପୁଡ଼ିବା ଟିକେ ବି ପାଣି ରହିଯାଇଥାଏ, କିନ୍ତୁ ଏମିତି କପଡ଼ାରେ ଦେଇକି ଯଦି ଆପଣ ମୂଳାକୁ ଚୁପୁଡ଼ି ନେବେ ନା ସବୁଯାକ ପାଣି ବାହାରିଯିବ। ଆଉ ଷ୍ଟଫିଂରେ ବେଶୀ ଅଟା ଲାଗିବନି। ଆପଣ ଆରାମସେ ପୁରା ବନେଇକି ରେଡ଼ି କରିପାରିବେ। ଏମିତି ଗୋଟେ ବାଉଲ୍ ନେଇଛି, ବାଉଲ୍ ଉପରେ ଗୋଟେ କପଡ଼ା ରଖିଦେବା। ତାପରେ ସବୁ ମୂଳାକୁ ଦେଇଦେବା। ମୂଳାକୁ ଦେଇ ସାରିଲା ପରେ ଆପଣମାନେ ଏମିତି ଚୁପୁଡ଼ିବେ, ଦେଖିବେ କେତେ ସାରା ପାଣି ବାହାରୁଛି। ଆପଣମାନେ ଦେଖିପାରୁଥିବେ ପୁରା ଭଲସେ ଚୁପୁଡ଼ି ନେବେ। ଦେଖନ୍ତୁ ଏ ପାଣିକୁ ଆପଣ ଚାହିଁଲେ ପିଇ ପାରିବେ, ନହେଲେ ଅଟାରେ ଦେଇକି ଚକଡ଼ି ପାରିବେ। ଜମା ବି ଫୋପାଡ଼ିବେନି। ଆକୁ ଗୋଟେ ସାଇଡ଼ରେ ରଖି ନେବା। ଏପଟେ ମୁଁ ଗୋଟେ ପ୍ୟାନ୍ ବସାଇଛି, ଫ୍ଲେମ୍କୁ ଲୋ ରଖିବା। ଲୋ ଫ୍ଲେମ୍ରେ 2 ଚାମଚ ବେସନ ଦେଇଦେଉଛି। ବେସନ ଦେଇ ସାରିଲା ପରେ ଆକୁ ଟିକେ ଜଷ୍ଟ ଉଷୁମ କରିନେବେ। ତାର ଯେଉଁ କଞ୍ଚା ସ୍ମେଲ୍ ଥିବ ନା କଞ୍ଚା ସ୍ମେଲ୍ ଯିବା ଯାଏ ଦେଖିପାରୁଥିବେ। ଲୋ ଫ୍ଲେମ୍ରେ 1ରୁ 2 ମିନିଟ୍ ମୁଁ ଏଠି କ'ଣ କରିଛି ନା ବେସନକୁ ଭଲସେ ଟିକେ ଏମିତି ମିଶାଇକି ଫ୍ରାଏ କରି ନେଇଛି। ଏବେ এই ବେସନକୁ ଆମେ ଷ୍ଟଫିଂରେ ୟୁଜ୍ କରିବା। ଏପଟେ ଯେଉଁ ମୂଳକୁ ଆମେ ଚୁପୁଡ଼ିକି ରଖିଥିଲେ ନା ସବୁକୁ ଗୋଟେ ପ୍ଲେଟ୍ରେ ରଖିଦେବା। ତା ସହିତ କାଟିକିରି ଏଠି 2ରୁ 3 ଚାମଚ ମୁଁ ଏଠି ଧନିଆ ପତ୍ର ଦେଇଦେଉଛି। ଆଉ 2 ଚାମଚ ଯେଉଁ ବେସନକୁ ଆମେ ଭାଜିକି ନେଇଥିଲେ ନା ସେଇ ବେସନକୁ ଏଠି ଦେଇଦେବା। ଯଦି ଆପଣ ଏଠି ବେସନ ଭଜା ୟୁଜ୍ କରୁଛନ୍ତି ଟେଷ୍ଟ ବହୁତ ଭଲ ଆସିବ। ଆଉ ଯଦି ବି କିଛି ବି ମୂଳାରେ ପାଣି ରହିଯାଇଥିବ ନା ବେସନ ସୋକ୍ କରିନେବ। ତା ସହିତ 1 ଚାମଚ ଅଦା ଆଉ କଞ୍ଚା ଲଙ୍କାର ଛେଚା ଦେଇଦେବା। ଅଧା ଚାମଚ କାଶ୍ମୀରୀ ଚିଲି ପାଉଡ଼ର ୟୁଜ୍ କରିବା। 1/4 ଚାମଚ ଦେଇଦେବା ଧନିଆ ଗୁଣ୍ଡ। 1/4 ଚାମଚ ଏଠି ଆମେ ୟୁଜ୍ କରିବା ଗରମ ମସଲା। ଆଉ ଚଟପଟା ସ୍ୱାଦ ଆଣିବା ପାଇଁ ଅଧା ଚାମଚ ଚାଟ୍ ମସଲା ଦେଉଛି। ଚାଟ୍ ମସଲା ଜାଗାରେ ଆପଣ ଯଦି ଚାହିଁବେ ଆମଚୁର ପାଉଡ଼ର ମଧ୍ୟ ଦେଇପାରିବେ। ଏବେ ଆମେ କ'ଣ କରିବା ନା ସବୁ ଜିନିଷକୁ ଭଲସେ ଟିକେ ମିଶାଇ ନେବା। ଯଦି ଆପଣଙ୍କୁ ଟିକେ ପାଣିଆ ଟାଇପ୍ର ଲାଗୁଥିବ ତାହେଲେ ଅଧା ଚାମଚ ବେସନ ଆଉ ଦେଇପାରିବେ, କିନ୍ତୁ ବେଶୀ ବେସନ ୟୁଜ୍ କରିବେନି, ଯାହାଫଳରେ ଟେଷ୍ଟ ଜମା ମୂଳାର ଆସିବନି, କେବଳ ବେସନର ହିଁ ଆସିବ। ଏପଟେ ପାଖାପାଖି 10 ମିନିଟ୍ ହେଇଯାଇଥିଲା। 10 ମିନିଟ୍ ପରେ ମୁଁ ଆପଣଙ୍କୁ କଭର୍ କାଢ଼ିକି ଦେଖାଇ ଦେଉଛି। ଦେଖିପାରୁଥିବେ ଅଟାଟା ପୁରାପୁରି ନରମ ହେଇଯାଇଛି ଆଉ ଭଲସେ ସେଟ୍ ମଧ୍ୟ ହେଇଯାଇଛି। ଏବେ ଆମେ କ'ଣ କରିବା ନା ମିଡ଼ିୟମ୍ ସାଇଜ୍ର ଗୁଲା ବନେଇ ନେବା। ଦେଖନ୍ତୁ ଏଠି ମିଡ଼ିୟମ୍ ରଖିବେ, ଜମା ବେଶୀ ବଡ଼ କି ବେଶୀ ଛୋଟ କରିବେନି। ଆଉ ଗୋଟେ କଥା, ଆପଣଙ୍କ ପରଟାର ସାଇଜ୍ ଉପରେ ଡିପେଣ୍ଡ କରେ ଆପଣ କେତେ ବଡ଼ ଗୁଲା ବନେଇବେ। ଏବେ କ'ଣ କରିବା ନା ଅଳ୍ପ ଟିକେ ଅଟାକୁ ଏହିପରି ଡଷ୍ଟ କରି ନେବା। ତାପରେ ଏମିତି ଗୁଲାକୁ ରଖି ନେବା। ରଖିକି ଏଠି ଯେମିତି ରୁଟି ଟାଇପ୍ର ବେଲନ୍ତି ସେହିପରି ଏଠି ବେଲି ନେବା। ବେଶୀ ମୋଟା ରଖିବେନି। ଯଦି ଆପଣ ଷ୍ଟଫିଂ ଦେଇକି ବନେଇବେ ମାନେ ଗୋଲ ଟାଇପ୍ର ବନେଇବେ ତାହେଲେ ପ୍ରଥମେ ଆପଣ ମୋଟା କରି ଅଳ୍ପ ଛୋଟରେ ବନେଇ ନେବେ। ଷ୍ଟଫିଂ ଦେଇସାରିଲା ପରେ ଆପଣ ହାତରେ ଟିକେ ଏମିତି ବନେଇ ନେବେ। ମୁଁ ଏଠି କ'ଣ କରୁଛି ନା ପୁରା ଟ୍ରାଇଙ୍ଗେଲ୍ ସେପ୍ର ବନେଇବି, ସେଥିପାଇଁ ପ୍ରଥମେ ଏମିତି ଗୋଟେ ରୁଟି ଟାଇପ୍ର ବନେଇ ନେବେ। ବନେଇ ନେଇ ସାରିଲା ପରେ ଆପଣ କ'ଣ କରିବେ ନା ଯେଉଁ ଆମେ ମୂଳାର ପୁର ବନେଇକି ରଖିଥିଲେ ତାକୁ ମଝିରେ ଦେଇଦେବା। ପୁରା ଏମିତି ସେପ୍ ଦେବା ଟ୍ରାଇଙ୍ଗେଲ୍ର, ଯାହାଫଳରେ ପୁରା ପରଫେକ୍ଟ ବନିକି ରେଡ଼ି ହେବ। ଆପଣମାନଙ୍କୁ ଯଦି ଏ ମୂଳାର ରେସିପି ପସନ୍ଦ ଆସିଥିବ, ମାନେ ମୂଳା ପରଟାର ରେସିପି ପସନ୍ଦ ଆସିଥିବ,
प्लीज वीडियो को लाइक करने सहित फैमिली और सांग मानक सहित शेयर करेंगे। देखिपे मुझे गोटे ट्रायंगल शेप्र बनई नहीं। एबे आमे कौन करिया ना आपको एमती परी फोल्ड करिया। प्रथमे गोटे पटू फोल्ड करेंगे ताऊपर आउ गोटे पटू एमती फोल्ड करेंगे। कर सारा पर ता पछ पटू मध्य भांगी नेबे। भांगिकी आराम से गोटे ट्रायंगल शेप्र परटा एठी बनई नेबे। आपण माने देखि पारुथिबे केते सुंदर से पूरा बनिकी रेडी हो जाइए। एबे आमे कौन करिया ना ऊपर टिके सुंदर देखा जिया पई मुझे कला जीरा धला राशि ता सहित धनिया पत्र काटिकी देदेवी जहाँफल सुंदर देखा सहित स्वाद दुई गुणा बढ़ी जाव। आपड़ जदि चाहिए एमती नॉर्मल परोटा बनई पारे जमती आपन को पसंद। आपड़ जदि चाहिए एथु किसी भी यूज करेंगे आउ किसी को स्किप करेंगे। सब जिनस दे सारापर एमती कौन करे ना हाथ में टिके एमती स्प्रेड करे बेली ने जहाँफल सब जिनस एमती सेट हो। चलतु सेकिबा। सेकिया प्रथमे गोटे तावा को मीडियम फ्लेम रे गरम कर तावा जो गरम हो परोटा को देदेवे। दे सारा पर 1 ରୁ 2 मिनिट छाड़ीदेवे। 2 मिनिट पर आपन टिके उल्टई नेबे। देखि पारुथिबे केते भल से पूरा कलर आसिलानी। एहीपरि आ गोटे पटको रखिक मध्य सेकी नेबे। सेकी सारा पर आपन कोन करिवे ना अल्प टिके तेल हो बा घी बा बटर आपन को मन पसंदर किछि बेठी यूज करि परिबे। मुठी गोटे चामच तेल देई देबी। देई सारा पर ऊपर टिके स्प्रेड करि नेबी। तापर कोन करे ना आराम से टिके एमते उल्टई नेबे। आ गोटे पटर मध्य एमते कोन करे ना घी हो बा बटर कि तेल मध्य स्प्रेड करने। आपण मैंने देखिपे परोटा केते फुला फुला बनी। एबे आमे कौन करिया ना तेल देकी चारियाडे टिके स्प्रेड कर नबा। आउ दुई पट को टिके ब्राउन कलर हवा जाए भल से टिके सेकी नबा। आपण ये परोटा को पूरा आराम से बनई पारिबे। आउ देखंतु सुंदर देखा जिबा सहित खाया पे मध्य बहुत स्वादिष्ट लगी थाए। आपण गोटे थर ए गरम गरम मूला परोटा बनातु। केमिति बनिला मो सहित कमेंट सेक्शन रे शेयर करंतु। आपण मानकु जदि मूला परोटा रेसिपी पसंद आस्तिबो प्लीज वीडियो को लाइक करने सहित सांग और फैमिली मान सहित शेयर करेंगे। पुणी देखा नेक्स्ट वीडियो रे। से पर्यंत रहिली। धन्यवाद।